ଶ୍ରୋତା ବନ୍ଧୁ, ମଣିଷର ମନ ଖୁବ୍ ବିଚିତ୍ର। ଆତ୍ମକୈନ୍ଦ୍ରିକ ହୋଇ ଆମେ ସବୁବେଳେ ଆଶା ଆକାଂକ୍ଷାର ମିନାର ଗଢ଼ି ଚାଲେ। ଆଶା ଆକାଂକ୍ଷା ପୋଷଣ କରିବା କିଛି ଭୁଲ କଥା ନୁହେଁ, ମାତ୍ର ଆତ୍ମକୈନ୍ଦ୍ରିକ ହୋଇ କେବଳ ନିଜ କଥା ହିଁ ଭାବିବା ଭୁଲ ନିଶ୍ଚୟ। ତେବେ ଏମିତି ଆତ୍ମସର୍ବସ୍ୱ ହୋଇ ବଞ୍ଚିବା ଭିତରେ ଆମ ଗୁରୁଜନଙ୍କ ପାଇଁ କର୍ତ୍ତବ୍ୟ, ସେବା, ସମ୍ମାନ ଓ ସମ୍ବେଦନା କ୍ଷୁର୍ଣ୍ଣ ହୋଇ ତା ସ୍ଥାନରେ ଅପରକୁ ଗଭୀର ଦୁଃଖ, ଅପମାନ, ଘୃଣା, ତିରସ୍କାର ଓ ଲାଞ୍ଛନା ଆମେ ଦେଇ ବସେ। ଶ୍ରୋତାବନ୍ଧୁ, ଜଣେ ନଥିଲା ବେଳେ ତା ଗୁଣବତ୍ତାକୁ ଆମେ ମନେ ପକାଇ ତାର ସବାଧାରରେ ଆମେ ଚାଲେ। ଅଶ୍ରୁ ମୁଞ୍ଚନ କରି ଅତର ଛିଞ୍ଚା ଦାମିକା ଫୁଲ ତୋଡ଼ା ତା ସଂସ୍କାର ବେଳେ ଆମେ ତାକୁ ଦିଏ। ସେଇ ଥାଏ ଆମର ସେଇ ଅମର ଆତ୍ମା ପ୍ରତି ଆମର ଆନ୍ତରିକ ଶ୍ରଦ୍ଧା ସମ୍ମାନର ଶେଷ ନିଦର୍ଶନ। ଶ୍ରୋତାବନ୍ଧୁ, ଆଜିର ପିଢ଼ି କ୍ରମେ ନିଜ ବାପା ମା ସ୍ୱଜନ ବାନ୍ଧବଙ୍କ ଠାରୁ ଦୂରେଇ ଯାଉଛି। ବାପା ମାଙ୍କ ତ୍ୟାଗ ସମର୍ପଣକୁ ବୁଝିବା ତ ଦୂରର କଥା, ସେମାନଙ୍କୁ ସମୟ ଦେବା ତ ଦୂରର କଥା, ହସିକି ପଦେ କଥା କହିବାକୁ ବି ସେ ଉଚିତ ମଣୁନାହିଁ। ପ୍ରକୃତରେ ଯେତେବେଳେ ଜଣେ ଆମ ନିକଟରେ ଥାଏ, ଆମେ ତାର ମୂଲ୍ୟ ବୁଝେନି। ନଥିଲା ବେଳେ ତାର ମୂଲ୍ୟ ବୁଝିଲେ ବି ସେ ଆମମାନଙ୍କ ପାଖରେ ନଥାଏ ଏବଂ ଆମେ ତାକୁ ଦୂରେଇ ବସିଥାଏ। ଏମିତି ଏକ ନିଛକ ବାସ୍ତବତାକୁ ଆଧାର କରି ଆଜିର ମୋର ଏଇ କବିତାର ଶୀର୍ଷକ ମୁଁ କ'ଣ ଜାଣିଥିଲି। କବିତାଟି ଏମିତି: ତମେ ଆକାଶରେ ତାରା ହେବା ପରେ ହିଁ ବୁଝିଥିଲି ମୁଁ ତୁମ ନଥିବା ମହତ୍ଵ। ତମେ ଆକାଶରେ ତାରା ହେବା ପରେ ହିଁ ବୁଝିଥିଲି ମୁଁ ତୁମ ନଥିବା ମହତ୍ଵ। ତମର ଏମିତି ଅଚାନକ ଚାଲିଯିବା ନେଇ ମୁଁ ଆଦୌ ପ୍ରସ୍ତୁତ ନଥିଲି। ଖୁବ୍ ଆକସ୍ମିକ ଭାବେ ତୁମ ଚାଲିଯିବା ହେଲା। ପୂର୍ବ ରାତିରୁ ହିଁ ପଢ଼ା ଟେବୁଲର ଯଥା ସ୍ଥାନରେ ଥିଲା ତମ ମୋଟା ଫ୍ରେମର ଚଷମା, କଲମ, ଡାଏରୀ। ହ୍ୟାଙ୍ଗରରେ ଝୁଲୁଥିଲା ତମ ଲିନେନ୍ ପଞ୍ଜାବୀ। ମୁଁ ସକାଳୁ ଉଠିଲା ବେଳକୁ ତୁମ ଅଭିମାନ ଭରା ଶବ୍ଦ ସବୁ ଘର ସାରା ମୃଦୁ ସୁଗନ୍ଧିରେ ବିଛାଡ଼ି ପଡ଼ିଥିଲେ। ମୋ ପାଇଁ ତମ ଝରା ସ୍ୱପ୍ନର ପାଖୁଡ଼ାରୁ ଅସରା କଥାର ଖିଅ ସବୁ ଲିପିବଦ୍ଧ ହୋଇଥିଲେ ସେସବୁ ପୃଷ୍ଠାରେ। ପୁଣି ବି ଥିଲା ଆଗାମୀ ଦିନ ସବୁ ପାଇଁ ଲିଖିତ ଯୋଜନା ଆଉ ଅନେକ କର୍ମସୂଚି। ଧାର ପରିଶୋଧର ଅଛିଣ୍ଡା ହିସାବ ଛେଉଣ୍ଡ ପିଲା ପରି ପଡ଼ିଥିଲେ ଡାଏରୀ ପୃଷ୍ଠାରେ। ମୋର ହସ ଦେଖିବାକୁ ଦିନେ ତୁମେ କହିଥିଲ, ମୁଁ ରାଗିଲେ କାଳେ ମୋ ମୁହଁ ପାଚିଲା ଲଙ୍କା ପରି ଟୁଲଟୁଲ ଦିଶେ। ସାମାନ୍ୟ ହସିଲେ ମୁଠା ମୁଠା ଶୁଭ୍ର ତାରା ଝରନ୍ତି ଦିନରେ ମୁହଁ ଶୁଖେଇଲେ ଘୋଟି ଆସେ ମେଘ। ମୋର ହସ ଦେଖିବାକୁ ଦିନେ ତୁମେ କହିଥିଲ ମୋତେ, ମୁଁ ରାଗିଲେ କାଳେ ମୋ ମୁହଁ ପାଚିଲା ଲଙ୍କା ପରି ଟୁଲଟୁଲ ଦିଶେ। ସାମାନ୍ୟ ହସିଲେ ମୁଠା ମୁଠା ଶୁଭ୍ର ତାରା ଝରନ୍ତି ଦିନରେ ମୁହଁ ଶୁଖେଇଲେ ଘୋଟି ଆସେ ମେଘ। ଅଦିନିଆ ବାରିପାତ ହୁଏ ତମରି ଏ ଅବର୍ତ୍ତମାନରେ। ତମରି କଥାକୁ ମୁଁ ଯେ କେତେ ଝୁରି ହୁଏ। ସାମାନ୍ୟ ବି ସୂଚନା ନ ଦେଇ କେମିତି ଯେ ଚାଲିଗଲ ତୁମେ।
ସାମାନ୍ୟ ବି ସୂଚନା ନ ଦେଇ କେମିତି ଯେ ଚାଲିଗଲ ତୁମେ। ମଣିଷ କି ବୁଝିପାରେ ଅପରର ହୃଦୟ ବେଦନା। ମଣିଷ କି ବୁଝିପାରେ ଅପରର ହୃଦୟ ବେଦନା। ଯେବେ ଜଣେ ଏମର ତୁ ଥରେ ଚାଲିଯାଏ, ଆମେ ଯେତେ ଝୁରିଲେ ବି ଆଉ ସିଏ କେବେ ବି ଫେରେନା। ମାସ ମାସ ତମ ସାଥେ କଥା ମୁଁ ନ ହୋଇ, ମୋ ଆଗେ ତୁମକୁ ନୁଆଇଁ, ଚାହୁଁଥିଲି ତମେ କର ମୋତେ କ୍ଷମା ଭିକ୍ଷା। ଯେତେ ତୁମ ଭୁଲ ଗଣିବାକୁ ଥିଲା ମୋର କେତେ ଯେ ଅପେକ୍ଷା। ମାସ ମାସ ତମ ସାଥେ କଥା ମୁଁ ନ ହୋଇ, ମୋ ଆଗେ ତୁମକୁ ନୁଆଇଁ, ଚାହୁଁଥିଲି ତମେ କର ମୋତେ କ୍ଷମା ଭିକ୍ଷା। ଯେବେ ତୁମ ଭୁଲ ଗଣିବାକୁ ଥିଲା ମୋର କେତେ ଯେ ଅପେକ୍ଷା। ମୁଁ କ'ଣ ଜାଣିଥିଲି, ମୁଁ କ'ଣ ଜାଣିଥିଲି ମୋ କରଜିଆ, ମୁଁ କ'ଣ ଜାଣିଥିଲି ମୋ ପାଇଁ କରଜିଆ ତମର ଅସ୍ତିତ୍ୱ। ଆଉ ତମ ମନ କଥା ବୁଝିବା ଆଗରୁ ଲୁଚିଯିବ ସତେ ସେ ମୋ ଏ ଆଖି ସାମ୍ନାରୁ। ମୁଁ କ'ଣ ଜାଣିଥିଲି ତମ ପ୍ରତି ମୋର ଏ ଅପତ୍ୟ ଋଣକୁ ଶୁଝିବା, ଆଉ ମୋର କୃତକର୍ମ ପାଇଁ ଅନୁତପ୍ତ ହେବାର ପୂର୍ବରୁ ଆଗତୁରା କ୍ଷମା ଦେଇ ଚାଲିଯିବ ତମେ ଜଣେ ନିର୍ମୋହୀଟେ ଭଳି। ନୀଳାଭ ଛାୟାପଥର ପାହାଚୁ ଓହ୍ଲେଇ ଦିଅନ୍ତ କି ମୋତେ ଥରେ, ନୀଳାଭ ଛାୟାପଥର ପାହାଚୁ ଓହ୍ଲେଇ ଆଉ ମୋତେ ଦିଅନ୍ତ କି ଥରୁଟେ ସୁଯୋଗ, ତମ ପାଦ ତଳେ ପଡ଼ି ଲୁହ ଢାଳିବାକୁ। ସାମାନ୍ୟ ବି ତମ ପାଇଁ ସମୟ ଦେଇ ନଥିବା ତମ ଏଇ ଅଯୋଗ୍ୟକୁ ଅହଂ ଶୂନ୍ୟ ହୋଇ କ୍ଷମା ମାଗିବାକୁ। ସାମାନ୍ୟ ବି ତମ ପାଇଁ ସମୟ ଦେଇ ନଥିବା ତମ ଏଇ ଅଯୋଗ୍ୟକୁ ଅହଂ ଶୂନ୍ୟ ହୋଇ କ୍ଷମା ମାଗିବାକୁ। ଶ୍ରୋତାବନ୍ଧୁ, କବିତାଟି କାହା ପାଇଁ? ନିଶ୍ଚୟ ଆପଣମାନେ ଅନୁଭବ କରିସାରିଥିବେ। ମୋ କବିତାର ଶୀର୍ଷକ ଥିଲା ମୁଁ କ'ଣ ଜାଣିଥିଲି। ମୁଁ ଆଶା କରୁଛି କବିତାଟି ଆପଣମାନଙ୍କ ପାଇଁ ହୃଦୟ ହେବ ଏବଂ ପ୍ରତ୍ୟେକ ନିଜ ନିଜର ଦାୟବଦ୍ଧ ସନ୍ତାନ ଋଣକୁ ପରିଶୋଧ କରିବା ପାଇଁ ପ୍ରୟାସ କରିବେ। ଅଡିଓଟି କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।